କେବେ କାହାର ଗରିବ ଅବସ୍ଥାକୁ ଦେଖି ସମ୍ପର୍କ ଭାଙ୍ଗ ନାହିଁ। ମାନୁଛି ଗରିବ ପାଖରେ ଧନର ଅଭାବ ଥାଏ, କିନ୍ତୁ ଯେଉଁ ସ୍ନେହ ଆଉ ସମ୍ମାନ ଜଣେ ଗରିବ ଦେଇପାରିବ ତାହା କେବେ ଜଣେ ଧନୀ ଦେଇପାରିବ ନାହିଁ। କାରଣ ଗରିବ ପକେଟରେ ଧନ ଥାଇ ନପାରେ, କିନ୍ତୁ ଅନ୍ତରରେ ସୁନ୍ଦର ମନଟିଏ ଥାଏ। ପ୍ରେମର ମୂଲ୍ୟ ଆପଣ ସେ ପର୍ଯ୍ୟନ୍ତ ବୁଝିପାରିବେ ନାହିଁ ଯେଉଁ ପର୍ଯ୍ୟନ୍ତ କେହି ଜଣେ ଆପଣଙ୍କ ପାଇଁ କଷ୍ଟ ପାଉଥିବ। ପ୍ରେମର ମାନେ ସେତେବେଳେ ବୁଝିପାରିବେ ଯେବେ ଆପଣ ବି କାହା ପାଇଁ କଷ୍ଟ ପାଇବେ। ଛାତକୁ ଚଢ଼ିଗଲା ପରେ ସିଡ଼ିକୁ ଭୁଲି ଯାଉଥିବା ଲୋକମାନେ ହିଁ ସ୍ୱାର୍ଥପର ହୋଇଥାନ୍ତି। କାରଣ ଉପକାର ଛୋଟ ହେଉ ବା ବଡ଼, ଉପକାର କରିଥିବା ଲୋକଙ୍କୁ ଜୀବନ କାଳ ମଧ୍ୟରେ ଭୁଲିବା ଉଚିତ ନୁହେଁ। ଯେତେ କଷ୍ଟ ହେଉ ପଛେ ଯଦି ସୂତ୍ର ଆପଣ ଜାଣିଛନ୍ତି ଅଙ୍କ ସରଳ ଲାଗିବ। ସେହିପରି ଜୀବନରେ ଅସୁବିଧା ହେଉ ପଛେ ଯଦି ଆପଣଙ୍କ ପାଖରେ ଧୈର୍ଯ୍ୟ ଅଛି ତେବେ ସମାଧାନର ବାଟ ସରଳ ଲାଗିବ। କିଛି ସମ୍ପର୍କକୁ ମଜବୁତ କରି କରି ଅଜାଣତରେ ଆମେ ନିଜେ ହିଁ ଦୁର୍ବଳ ହୋଇଯାଉ। କ୍ରୋଧ ଏକା ଆସିଥାଏ ଯାହା ଆମଠାରୁ ସବୁ ଭଲ ଛଡ଼େଇ ନିଏ, ଯେତେବେଳେ କି ଧୈର୍ଯ୍ୟ ମଧ୍ୟ ଏକା ଆସିଥାଏ କିନ୍ତୁ ଖରାପ ଠାରୁ ଦୂରେଇ ରଖେ। କାହାକୁ ଆପଣେଇବେ ଏହା ଆପଣଙ୍କର ବିଚାର। କ୍ରୋଧକୁ ନା ଧୈର୍ଯ୍ୟକୁ? ଅଭିମାନ କରିବାକୁ ବହୁତ ଭଲ ଲାଗେ ବେଳେ ବେଳେ, ହେଲେ ଏକଥା ବି ଚିନ୍ତା ଥାଏ ମନେଇବ କିଏ? ଭଲ ସମ୍ପର୍କ କେବଳ ଭଲ ପାଇବା ହେଇନଥାଏ। ଯଦି କେହି ବିପଦ ସମୟରେ ସାହାଯ୍ୟ କରୁଛି ତାଠାରୁ ଆଉ ଭଲ ସମ୍ପର୍କ କ'ଣ ବା ହେଇପାରେ? ଏହିଭଳି ସମ୍ପର୍କକୁ ଜୀବନରେ କେବେ ବି ଭୁଲନ୍ତୁ ନାହିଁ। ସିଂହ ଯେତେ ଶକ୍ତିଶାଳୀ ହେଇଥାଉ ନା କାହିଁକି, କୁକୁର ପଲକୁ ଦେଖିଲେ ଭୟ କରିଥାଏ। ସେହିପରି ଯିଏ ଯେତେ ବଳବାନ ହେଇଥାଉ ଏକତାକୁ ଦେଖିଲେ ଭୟ ନିଶ୍ଚିତ କରିଥାନ୍ତି। ବେଳେ ବେଳେ ମଣିଷ କମଜୋର ସୂତାକୁ ପସନ୍ଦ କରିଥାଏ, ଆଉ ପୁଣି ଗଣ୍ଠି ବାନ୍ଧି ବାନ୍ଧି ସାରା ଜୀବନକୁ ସାରି ଦେଇଥାଏ। ଜୀବନରେ ତାକୁ ଭୁଲି ଯାଉ ନାହିଁ ଯିଏ ତୁମକୁ ପ୍ରତ୍ୟେକ ମୁହୂର୍ତ୍ତରେ ମନେ ପକାଏ ଏବଂ ନିଜଠାରୁ ବି ଅଧିକ ତୁମକୁ ଭଲ ପାଇଥାଏ। ପ୍ରକୃତ ପ୍ରେମ ତାହା ହୋଇଥାଏ ଯେଉଁମାନେ ଆମକୁ ଭଲ ପାଆନ୍ତି, ସବୁବେଳେ ଆମ କଥା ଚିନ୍ତା କରନ୍ତି। ଆମେ ବି ତାଙ୍କ ଇଚ୍ଛାକୁ ସମ୍ମାନ ଦେବା ଉଚିତ। ଏଠି କାହା ଉପରେ ନିର୍ଭର ରୁହ ନାହିଁ। ନିଜ କାମ ନିଜେ କର, ଏକା କର। କାହାକୁ ଖୋସାମତ କରି ସମ୍ମାନ ହରାଅନି, କାହିଁକି ନା ଲୋକ ଏଠି କେବଳ ସାନ୍ତ୍ୱନା ଦେବେ, ଶାନ୍ତି ନୁହେଁ। ଯିଏ ସତ୍ ପଥରେ ଥାଏ ସେ ସବୁବେଳେ ନିଜକୁ ଏକୁଟିଆ ପାଏ, ଆଉ ଯିଏ ମିଛୁଆ ଲମ୍ପଟ ହୋଇଥାନ୍ତି ତାଙ୍କ ସହିତ ସମସ୍ତେ ଥାନ୍ତି। ଆଉ ଯିଏ ସ୍ୱାର୍ଥପର ସେ ସବୁବେଳେ ଖୁସିରେ ରୁହେ। କିନ୍ତୁ ଜାଣିବା କଥା ଏହା, ଭଗବାନ ଦରବାରରେ ବିନା ଓକିଲରେ ଦଣ୍ଡ ମିଳିଥାଏ। ସବୁର ହିସାବ ନିକାଶ ଉପରେ ଚାଲିଛି। ସେଥିପାଇଁ କ୍ଷଣିକ ଖୁସି ପାଇଁ କାହାକୁ ଆଘାତ କରନ୍ତୁ ନାହିଁ। ଏ ଜୀବନ ମଣିଷକୁ ସବୁ ଶିଖେଇ ଦେଇଥାଏ। ଜୀବନ କେବେ ହସାଏ ଆଉ ପୁଣି କେବେ କନ୍ଦାଏ, କିନ୍ତୁ ଯିଏ ସବୁ ପରିସ୍ଥିତିକୁ ସାମ୍ନା କରିପାରେ ଜୀବନ ତା ଆଗରେ ମଥା ନୁଆଇଥାଏ। କୌଣସି ମଣିଷର ଯନ୍ତ୍ରଣାକୁ କେବେ ବି ଅଣଦେଖା କରନ୍ତୁ ନାହିଁ। କିଏ ଜାଣେ କେତେ କଷ୍ଟ ସେ ସହିଥିବ, କେତେ ସଂଘର୍ଷ ସେ କରିଥିବ ଆଜିର ଏ ଦୁନିଆରେ। ଲୋକ ଏଠି କ୍ଷଣିକ ରାଗରେ ପ୍ରେମର ସବୁ ମୁହୂର୍ତ୍ତକୁ ଭୁଲି ଯାଆନ୍ତି। ଜାଣତରେ ବା ଅଜାଣତରେ ହୋଇଥିବା ଗୋଟିଏ ଭୁଲକୁ ଲୋକ ବିନା କାରଣରେ ହୃଦୟକୁ ନେଇଯାଆନ୍ତି। ପଥର ମାଠିଆକୁ ଆଘାତ କରୁ କି ମାଠିଆ ପଥରକୁ ଆଘାତ କରୁ, ପରିଣାମ ମାଠିଆ ପକ୍ଷରେ ହିଁ କ୍ଷତିକାରକ। ଠିକ୍ ସେହିପରି
ଆପଣ ଦୁଷ୍ଟ ଲୋକଙ୍କ ସାଥିରେ ଥାଆନ୍ତୁ କି ସେମାନେ ଆପଣଙ୍କ ସାଥିରେ ଥାଆନ୍ତୁ, କ୍ଷତି ଆପଣଙ୍କର ହିଁ। ସୁନ୍ଦରତାର ଅଭାବକୁ ଭଲ ସ୍ୱଭାବ ପୂରା କରିପାରିବ, କିନ୍ତୁ ସ୍ୱଭାବର ଅଭାବକୁ ସୁନ୍ଦରତା ପୂରା କରିପାରିବ ନାହିଁ। ଜୀବନରେ ଆଗକୁ ବଢ଼ିବାକୁ ହେଲେ ସମୟ ସହିତ ନିଜକୁ ବଦଳେଇବାକୁ ପଡ଼ିବ, ନହେଲେ ବୟସ ଚାଲିଯିବ, ରାସ୍ତା ବି ସରିଯିବ, ଆଉ ଭବିଷ୍ୟତ ସେଇଠି ଅଟକିଯିବ। ଏହି ଭିଡ଼ିଓଟି ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ତାହେଲେ ମୋ ଭିଡ଼ିଓଟିକୁ ଲାଇକ୍, ସେୟାର, କମେଣ୍ଟ କରି ମୋ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ।